ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି ତା ମାଧ୍ୟମରେ ଆପଣ କ'ଣ କହିବାକୁ ଚାହୁଁଛନ୍ତି ହାଜର ମୃତ୍ୟୁ ବିଷୟରେ? ଆମେ ଆପଣଙ୍କ ଗଣମାଧ୍ୟମରୁ 6 ତାରିଖ ଦିନ ପାଇଲୁ ଯେ ଏମିତି ଶହୀଦନଗର ଥାନାରେ କୁଳଦୀପ ମହାପାତ୍ର ନାମକ ଜଣେ ବ୍ୟକ୍ତିର ହାଜତରେ ମୃତ୍ୟୁ ହୋଇଛି ଏବଂ ତାର ତଥ୍ୟ ଅନୁସନ୍ଧାନ କରିବା ପାଇଁ ଗତକାଲି ଆମେ ଏକ ତଥ୍ୟ ଅନୁସନ୍ଧାନ ଦଳ ଆମେ ଯେଉଁ ସ୍ପଟ୍ ସବୁ ଭେରିଫିକେସନ୍ କଲୁ, ଥାନାକୁ ଯାଇଥିଲୁ, ହସ୍ପିଟାଲ ଯାଇଥିଲୁ, କୋର୍ଟ ଯାଇଥିଲୁ, ମାନବାଧିକାର କମିଶନ ଯେଉଁ ସେମାନେ ସବୁ କେସ୍ ହେଇଛି ଇଣ୍ଟରଭେନ୍ସନ୍ କାର୍ଯ୍ୟ ଯାଇଥିଲୁ ଏବଂ ସେ କଥାରୁ ଆମେ ଜାଣିବାକୁ ପାଇଲୁ ଯେ ଏଇ ଯେଉଁ ମୃତ କୁଳଦୀପ ମହାପାତ୍ର ଯିଏକି ପୋଲିସ କହିବା ଅନୁସାରେ ଯିଏକି ସକାଳ ତାକୁ ଆରେଷ୍ଟ କରାଯାଇଥିଲା, ଲୋକ ପିଟି ପିଟି ତାକୁ ହେଉଛି ମାରି ପୋଲିସ ଜିମା ଦେଇଥିଲେ ଏବଂ ଆମର କଥା ହେଉଛି ଯେ 2ଟା ବେଳେ ଯେଉଁ ପୋଲିସ ସାମ୍ବାଦିକ ସମ୍ମିଳନୀ ଡାକିକି ଏବଂ ତାକୁ ଲୋକାଲ ଇନ୍ସପେକ୍ଟର କହି ପୋଲିସ ମାଡ଼ ମାରିଥିଲେ ଏବଂ ଯଦି ସେମାନେ 2ଟା ବେଳେ ସେ ପୋଲିସ ତାକୁ ସକାଳୁ ଆରେଷ୍ଟ କରିଥିଲେ ତାକୁ ତାହେଲେ ଚିକିତ୍ସା ନ କରାଇ କାହିଁ ସାମ୍ବାଦିକ ସମ୍ମିଳନୀ କରିଥିଲେ। ତ ସୁପ୍ରିମକୋର୍ଟର ଯେଉଁ ନିୟମାବଳୀ ଅନୁସାରେ ଅଛି ଯେ ଯଦି ଗୋଟେ ପର୍ସନକୁ ଇମିଡ଼ିଏଟ୍ ଚିକିତ୍ସା ଦେବା କଥା ଏବଂ ତାକୁ ତାର ଡିଗ୍ନିଟିକୁ ହାମ୍ପର କରିବା ଭଳି କୌଣସି କାମ କରିବା କଥା ଏବଂ ସେହି ସମୟରେ ଅନୁରୂପ 2ଟା 45 ମିନିଟ୍ ଯଦି ପୋଲିସ ଯଦି ଆରେଷ୍ଟର କଣ୍ଟ୍ରୋଲ ରୁମ୍ ଜଣାଇଛନ୍ତି ତାହେଲେ 2ଟା 45ରେ ଡିସିପି ପ୍ରେସ୍ ମିଟ୍ କରି କହୁଛନ୍ତି ଯେ ତା ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ଏବଂ ସେମ୍ 2ଟା 45 ମିନିଟ୍ରେ କ୍ୟାପିଟାଲ ହସ୍ପିଟାଲରେ କୁଳଦୀପ ମହାପାତ୍ରର ମୃତ ଶରୀର ରିସିଭ୍ ଡେଟ୍ ବୋଲିକି ଡକ୍ଟର ଘୋଷଣା କରୁଛନ୍ତି। ତେଣୁ ଏ କଥାର କୌଣସି ତାଳମେଳ ରହୁନି। ତେଣୁକରି ଆମେ ଭାବୁଛୁ ଏହା ଭିତରେ କିଛି ଗୋଟେ ଗୂଢ଼ ରହସ୍ୟ ଅଛି। ସେଥିପାଇଁ ଆମେ ଦାବି କରୁଛୁ ଯେ ଏହାର ସିବିଆଇ ତଦନ୍ତ କରାଯାଉ ଏବଂ ମୃତ ଯେଉଁ ତାଙ୍କର ଯିଏ ଅଭିଯୁକ୍ତ ଯିଏ ଆଲୋକ ଜେନା ଯିଏ IAS ହେଇଛି ଯେ ମୁଖ୍ୟ ଇନ୍ସପେକ୍ଟର ଯିଏକି ତାଙ୍କୁ ଆମେ ନିଲମ୍ବନ କରିବା ପାଇଁ ଆମେ ଦାବି କରୁଛୁ ଏବଂ ତା ଏଗେନ୍ଷ୍ଟରେ ସବୁ ପୋଲିସ ଯେଉଁମାନେ ରେସ୍ପନ୍ସିବଲ୍ ଇନ୍ସପେକ୍ଟର ପୋଲିସ ଅଫିସିଆଲ ତାଙ୍କ ଏଗେନ୍ଷ୍ଟରେ କ୍ରିମିନାଲ ପ୍ରୋସିଡିଂ କରାଯାଉ ଏବଂ ଯେଉଁ ପରିବାର ଅଛନ୍ତି ତାଙ୍କୁ ମନିଟରୀ କମ୍ପେନସେସନ୍ ଏବଂ ଆବଶ୍ୟକ ନିରାପତ୍ତା ଯୋଗାଇ ଦିଆଯାଉ।